ଓଡ଼ିଶା ସରକାରଙ୍କ 9 ବଡ଼ ଘୋଷଣା କ'ଣ ରହିଛି? 9 ବଡ଼ ଘୋଷଣା। ମନ୍ଦିରରେ 4 ନୂଆ ନିୟମ, ମାନେ ଜଗନ୍ନାଥ ମନ୍ଦିରରେ 4 ନୂଆ ନିୟମ, ସୁଭଦ୍ରା ଯୋଜନା ଟଙ୍କା, ଧାନ ଚାଷ ବଡ଼ ଘୋଷଣା, ରାସନ କାର୍ଡ଼ ନୂଆ ନିୟମ। ଏମିତି 9ଟି ରହିଛି। ମୁଁ ଆପଣଙ୍କ ସାମ୍ନାରେ ରଖିବି ସେ 9ଟି ପ୍ରଶ୍ନର ଉତ୍ତର। ତ ଭିଡ଼ିଓକୁ ସମ୍ପୂର୍ଣ୍ଣ ଦେଖନ୍ତୁ। ଭିଡ଼ିଓ ଭଲ ଲାଗେ ଯଦି ଲାଇକ୍ ଗୋଟେ କରିଦେବେ, ଆଉ ଚ୍ୟାନେଲରେ ନୂଆ କରି ଯଦି ଭିଜିଟ୍ କରୁଛନ୍ତି ତାହେଲେ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଅଲ୍କୁ କ୍ଲିକ୍ କରିଦେବେ, ଯାହାକି ପରେ ଭିଡ଼ିଓ ଅପଲୋଡ଼ କରିବା ମାତ୍ରେ ଆପଣଙ୍କ ପାଖରେ ପହଞ୍ଚିଯିବ। ତ ଯେଉଁ ଭାଇ ଭଉଣୀମାନେ ତାର ସାଙ୍ଗସାଥି ଅଛନ୍ତି, ଫ୍ୟାମିଲି ମେମ୍ବର ଅଛନ୍ତି, ତାଙ୍କୁ ମଧ୍ୟ ସେୟାର କରିଦିଅନ୍ତୁ, ଆଉ ସେମାନେ ଜାଣିପାରିବେ, ବୁଝିପାରିବେ। ଚାଲନ୍ତୁ ଡେରି ନକରି ଭିଡ଼ିଓଟି ଷ୍ଟାର୍ଟ କରିବା। ପ୍ରଥମ ପଏଣ୍ଟ, ପୁରୀ ଜଗନ୍ନାଥ ମନ୍ଦିରର ପରିସରରେ ମହାପ୍ରସାଦର ରେଟ୍ ଚାର୍ଟ ଲାଗିବ। ଖଜା ଗୋଟିଏ ପାର୍ଶ୍ୱରେ ଓ ମହାପ୍ରସାଦ ଅନ୍ୟ ପାର୍ଶ୍ୱରେ ବିକ୍ରି ହେବ। କେବଳ ଓମ୍ଫେଡ୍ ଘିଅର ବ୍ୟବହାର ହେବ। ଆମର ଯେଉଁଠି ରହୁଛି ମହାପ୍ରସାଦ ରହୁଛି ସେଠି ବି ଲାଗିଯିବ, ରେଟ୍ ଚାର୍ଟ ଲାଗିଯିବ, କିଛି ଅସୁବିଧା ହେବନି। ଏବେ ବି ଯେମିତି ମନ ଇଚ୍ଛାରେ ସେମାନେ ବିକୁଛନ୍ତି, ଆଉ ସେମିତି ବିକିପାରିବେନି। ଏବେ ଚାର୍ଟ ଲାଗିଯିବ, ସେ ଚାର୍ଟ ଅନୁସାରେ, ଚାର୍ଟରେ ଯାହା ଥିବ ସରକାରଙ୍କ ନିୟମ ଅନୁସାରେ ସେ ରେଟ୍ରେ ଦେବା ପାଇଁ ବାଧ୍ୟ। ଖଜା ଗୋଟିଏ ପାର୍ଶ୍ୱରେ ଆଉ ମହାପ୍ରସାଦ ଗୋଟିଏ ପାର୍ଶ୍ୱରେ। ବର୍ତ୍ତମାନ ସବୁ ଗୋଟେ ଜାଗାରେ, କିନ୍ତୁ ଏବେ ଅଲଗା ଅଲଗା ହେବ। କେବଳ ଓମ୍ଫେଡ୍ ଘିଅର ବ୍ୟବହାର ହେବ। କିଛି ଅଲଗା ଜିନିଷ ବ୍ୟବହାର କରୁଥିଲେ, ଏବେ ଖାଣ୍ଟି ଓମ୍ଫେଡ୍ ଘିଅର ବ୍ୟବହାର କରିବେ। ଦ୍ୱିତୀୟ ପଏଣ୍ଟ, ପୁରୀ ଜଗନ୍ନାଥ ମନ୍ଦିରର ସୁରକ୍ଷା ପାଇଁ 4 ନୂଆ ନିୟମ ଲାଗୁ ହେବ। କ'ଣ 4 ନୂଆ ନିୟମ? ଚାଲନ୍ତୁ ଶୁଣିବା। ଜାଣିଶୁଣି ମୋବାଇଲରେ ବ୍ୟବହାର କଲେ ଦଣ୍ଡ ବ୍ୟବସ୍ଥା। 2ରେ ମହାପ୍ରଭୁଙ୍କ ସଂସ୍କୃତି ଗରିମାକୁ କ୍ଷୁଣ୍ଣ ହେବାକୁ ଦିଆଯିବ ନାହିଁ। ସୋସିଆଲ ମିଡ଼ିଆରେ ପୋଷ୍ଟ କଲେ କଠୋର ଦଣ୍ଡ ମିଳିବ। ଏନବିତକୁ ଜାରି ସହ 7 ବର୍ଷ ଯାଏ ଜେଲ୍ ଦଣ୍ଡ ଭୋଗିବା ପାଇଁ ପଡ଼ିବ। ତ ଆପଣ ମୋବାଇଲ ଯଦି ଭିତରକୁ ନେଉଛନ୍ତି ତାହେଲେ ସାବଧାନ ହେଇଯାଆନ୍ତୁ। 7 ବର୍ଷ ଜେଲ୍ କାଟିବା ପାଇଁ ବାଧ୍ୟ ହେବେ। ସରକାରଙ୍କ ନୂଆ ନିୟମ ଆସିଛି, ମନ୍ଦିର ଭିତରକୁ ମୋବାଇଲ ଆଲାଉ ନାହିଁ। ଦ୍ୱିତୀୟ ବଡ଼ ଘୋଷଣା, ସରକାର ଜଙ୍ଗଲରେ ହାତୀଙ୍କ ପାଇଁ ଧାନ ଚାଷ କରିବେ, ଯାହାଦ୍ୱାରା ହାତୀ ଆଉ ଖାଦ୍ୟ ପାଇଁ ପଦାକୁ ଆସିବେନି। ଫଳରେ ମନୁଷ୍ୟର ବି କିଛି କ୍ଷତି ହେବନି। ହାତୀମାନେ ଯେଉଁ ଜଙ୍ଗଲ ଛାଡ଼ିକିରି ଗାଁକୁ ପଳେଇ ଆସୁଥିଲେ, ଘରଦ୍ୱାର ଭାଙ୍ଗୁଥିଲେ, ମଣିଷକୁ ମାରି ଦେଉଥିଲେ, ଆଉ ଫସଲ ନଷ୍ଟ କରିଦେଉଥିଲେ। ସରକାର ଏବେ ଖାସ୍ କରି ହାତୀଙ୍କ ପାଇଁ ଚାଷ କରିବେ, ଧାନ ଚାଷ କରିବେ। ଆଉ ଯେଉଁ ଧାନ ଚାଷ ବଳିଯିବ, ହାତୀ ଖାଇନଥିବେ କି ଆସିନଥିବେ ସେ ଜାଗାରୁ, ତ ମଣିଷଙ୍କର ଯିଏ ଚାଷ କରିଥିବ ସେମାନଙ୍କର ଫାଇଦା ରହିବ। ଆଉ ହାତୀ ଯଦି ଆସିକରି ଖାଇଲା ତାହେଲେ ଆଉ ମଣିଷ ଗାଁକୁ ଆସିବନି କି କାହାର ବି କ୍ଷତି କରିବନି। ଏ ବହୁତ ଭଲ ପଦକ୍ଷେପ। ଚତୁର୍ଥ ବଡ଼ ଘୋଷଣା, କେନ୍ଦ୍ର ସରକାର ରାସନ କାର୍ଡ଼ରେ ନୂଆ ନିୟମ ଲାଗୁ କରିଛନ୍ତି। ରାସନ କାର୍ଡ଼ଧାରୀଙ୍କୁ ପ୍ରତି 5 ବର୍ଷରେ EKYC କରିବାକୁ ବାଧ୍ୟତାମୂଳକ। ଯଦି ଏହି କାମ ନ କରାଯାଏ ତେବେ ରାସନ କାର୍ଡ଼ ସସ୍ପେଣ୍ଡ ହୋଇପାରେ ଏବଂ ମାଗଣା ଚାଉଳ ବି ଗହମ ମିଳିବନି। ଆପଣ ଯଦି EKYC ନ କରିଥିବେ କି 5 ବର୍ଷରେ ଯଦି ତାକୁ ୟୁଜ୍ ନ କରିଥିବେ ତ ଆପଣଙ୍କର କଟିଯିବ, ଆଉ ମିଳିବନି। ତ ସାନି ଆପଣଙ୍କୁ ଆପ୍ଲାଏ କରିବା ପାଇଁ ପଡ଼ିବ। ଏହା ସହିତ ଯଦି କୌଣସି ବ୍ୟକ୍ତି 6 ମାସ ପାଇଁ ରାସନ ନେଉନାହାନ୍ତି ତେବେ ତାଙ୍କ ରାସନ କାର୍ଡ଼ ସାମୂହିକ ଭାବେ ସସ୍ପେଣ୍ଡ ହୋଇପାରେ। ଏ ପଏଣ୍ଟ ଆପଣ ଭଲ ଭାବେ ଶୁଣନ୍ତୁ କ'ଣ କହିଛି। ଏହା ସହିତ ଯଦି କୌଣସି ବ୍ୟକ୍ତି 6 ମାସ ପାଇଁ ରାସନ ନେଉନାହାନ୍ତି ତେବେ ତାଙ୍କ ରାସନ କାର୍ଡ଼ ସାମୂହିକ ଭାବେ ସସ୍ପେଣ୍ଡ ହୋଇପାରେ। ତେବେ ଉପଯୁକ୍ତ ଡକୁମେଣ୍ଟ ଜମା କଲେ ଏହା ପୁନଃ ସକ୍ରିୟ କରାଯାଇପାରିବ। ନୂଆ ନିୟମ ଅନୁସାରେ 18 ବର୍ଷରୁ କମ୍ ବୟସର ବ୍ୟକ୍ତିଙ୍କୁ ରାସନ କାର୍ଡ଼ ମିଳିବ ନାହିଁ। ଯେଉଁମାନଙ୍କର 18 ବର୍ଷରୁ କମ୍ ହୋଇଥିବ ତାଙ୍କୁ ରାସନ କାର୍ଡ଼ ମିଳିବ ନାହିଁ। 18 ବର୍ଷ ହେଇଥିବା ଦରକାର, 18 ବର୍ଷରୁ ପ୍ଲସ୍ ହେଇଥିବା ଦରକାର। 5 ବର୍ଷରୁ କମ୍ ବୟସର ଶିଶୁଙ୍କ ପାଇଁ ଆଧାର କାର୍ଡ଼ ଜମା କରିବା ଆବଶ୍ୟକ ଏବଂ 5 ବର୍ଷ ପୂର୍ଣ୍ଣ ହେବା ପରେ 1 ବର୍ଷ ମଧ୍ୟରେ ତାଙ୍କର EKYC କରାଯିବା ଜରୁରୀ। ଯଦି କୌଣସି ବ୍ୟକ୍ତିଙ୍କର ଦୁଇଟି ରାଜ୍ୟରେ ରାସନ କାର୍ଡ଼ ରହିଛି ତେବେ ଯାଞ୍ଚ ପରେ ଗୋଟିଏ କାର୍ଡ଼ ରଦ୍ଦ କରାଯିବ। ପଞ୍ଚମ ପଏଣ୍ଟରେ କ'ଣ ରହିଛି? 2 ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ବିଜେପି ସଭାପତି ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବେ। ବର୍ତ୍ତମାନ 2 ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ବିଜେପି ସଭାପତି 2 ଜଣ ଦିଲ୍ଲୀ ଯିବେ, ଆଉ ସେଠି କିଛି ମନ୍ତ୍ରିମଣ୍ଡଳରେ ମିଟିଂ ବସିବ, ଆଉ ତାର ଡିକ୍ଲାରେସନ୍ 9 ତାରିଖରେ ଆମର ଯେଉଁ ରହୁଛି ରାକ୍ଷୀ ପୂର୍ଣ୍ଣିମା ରହୁଛି 9 ତାରିଖରେ ଜଣାପଡ଼ିଯିବ। ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ଚର୍ଚ୍ଚା।
ଷଷ୍ଠ ଅପଡେଟ୍ 12ରେ ଓଡ଼ିଶା ଆସିପାରନ୍ତି ମୋଦି ମୁଖ୍ୟମନ୍ତ୍ରୀ କରିଛନ୍ତି ନିମନ୍ତ୍ରଣ। ଆଉ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିମନ୍ତ୍ରଣ କରିଛନ୍ତି ନରେନ୍ଦ୍ର ମୋଦିକି 12 ତାରିଖରେ। ତ ଆସନ୍ତା 12 ତାରିଖରେ ଯେଉଁ ନିମନ୍ତ୍ରଣ କରିଛନ୍ତି କିଛି ମିଟିଂ ବସିବ ଆଉ କିଛି ଡିକ୍ଲାରେସନ୍ କରିବେ। ଆଉ ସେଥିପର୍ଯ୍ୟନ୍ତ ଆମକୁ ଅପେକ୍ଷା କରିବାକୁ ପଡ଼ିବ କ'ଣ ଡିକ୍ଲାରେସନ୍ କରୁଛନ୍ତି କ'ଣ ନୂଆ ନିୟମ ଫେର ଆଣିକି ଆସୁଛନ୍ତି ସେଥିପର୍ଯ୍ୟନ୍ତ ଆମକୁ ଧୈର୍ଯ୍ୟ ରଖିବା ପାଇଁ ପଡ଼ିବ। ସପ୍ତମ ବଡ଼ ଘୋଷଣା ମୁଖ୍ୟମନ୍ତ୍ରୀ ଲୋକସେବା ଭବନଠାରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ 835 ଆଦର୍ଶ ବିଦ୍ୟାଳୟରେ ନିର୍ମାଣ ହେବ। ପ୍ରତ୍ୟେକ ବିଦ୍ୟାଳୟ ପାଇଁ ଖର୍ଚ୍ଚ ହେବ ସର୍ବାଧିକ 7 କୋଟି ଟଙ୍କା। ଯେଉଁ ସ୍କୁଲରେ 100ରୁ ଅଧିକ ଛାତ୍ରଛାତ୍ରୀ ଥିବେ 2 ଏକରରୁ ଅଧିକ ଜମି ଉପଲବ୍ଧ ହେଉଥିବ ଏବଂ ଶିଶୁ ବାଟିକା ଠାରୁ ଆରମ୍ଭ କରି ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ହେଉଥିବ ସେହି ସ୍କୁଲଗୁଡ଼ିକୁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଭାବେ ନିର୍ମାଣ କରାଯିବ। ବୈଠକରେ ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ହେଡ଼କ୍ୱାର୍ଟର୍ସରେ ଭୌଗୋଳିକ ଅବସ୍ଥିତିକୁ ଦୃଷ୍ଟିରେ ରଖି ଗୋଟିଏ ଲେଖାଏଁ ଆଦର୍ଶ ସ୍କୁଲ ନିର୍ମାଣ କରାଯିବ। 8 ନମ୍ବର ଅପଡେଟ୍ ହଷ୍ଟେଲରେ ରହୁଥିବା ସ୍କୁଲ ଛାତ୍ରଛାତ୍ରୀଙ୍କୁ ମିଳିବ ଡିଜିଟାଲ ହେଲ୍ଥ କାର୍ଡ଼ ଏବଂ ସ୍ୱାସ୍ଥ୍ୟରେ ଯତ୍ନ ନେବେ ସରକାର। ନବମ ଅପଡେଟ୍ ଶିଶୁ ବାଟିକାରୁ ଆରମ୍ଭ କରି 10ମ ଶ୍ରେଣୀ ପିଲାଏ ସମସ୍ତଙ୍କୁ ଖାଇବାରେ ମିଳିବ ବିଭିନ୍ନ ପ୍ରକାର ଫଳ। PM ପୋଷଣ ସ୍କିମରେ ସ୍କୁଲ ପିଲା ଅଣ୍ଡା ଖାଉନଥିଲେ ଦିଆଯିବ ଫଳ। 10ମ ବଡ଼ ଘୋଷଣା ତ ଆପଣମାନଙ୍କୁ କହିଥିଲି ସୁଭଦ୍ରା ପାଇଁ କିଛି ପ୍ଲାନ୍ ଆସିଛି। ତ ସୁଭଦ୍ରା ବର୍ତ୍ତମାନ ଆଗକୁ ରାକ୍ଷୀ ପୂର୍ଣ୍ଣିମା 9 ତାରିଖରେ ରାକ୍ଷୀ ପୂର୍ଣ୍ଣିମା କିଛି ଗୋଟେ ବଡ଼ ଘୋଷଣା କରିବାକୁ ଯାଉଛନ୍ତି ମୋହନ ଚରଣ ମାଝୀ ଆଉ ପ୍ରଭାତୀ ପରିଡ଼ା। ତ ସେଥିପର୍ଯ୍ୟନ୍ତ ଆମକୁ ଅପେକ୍ଷା କରିବା ପାଇଁ ପଡ଼ିବ। ସାଙ୍ଗେ ସାଙ୍ଗେ ଅପଡେଟ୍ ସରକାର ତରଫରୁ ମିଳିଗଲେ ମୁଁ ଆପଣଙ୍କ ସାମ୍ନାରେ ପହଞ୍ଚାଇ ଦେବି। ଯଦି ଆମର ଏ ଇନଫର୍ମେସନ୍ ଆପଣଙ୍କୁ ଭଲ ଲାଗିଥାଏ ତାହେଲେ ଭିଡ଼ିଓ ଗୋଟେ ଲାଇକ୍ କରି ପ୍ୟାରାସା ଗୋଟେ କମେଣ୍ଟ ଦେଇଦେବେ ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଅଲ୍କୁ କ୍ଲିକ୍ କରିଦେବେ ଯାହାକି ଫଳରେ ପ୍ରଥମ ଭିଡ଼ିଓ ପ୍ରଥମ ନୋଟିଫିକେସନ୍ ଆପଣଙ୍କ ପାଖରେ ପହଞ୍ଚିଯିବ। ଆପଣଙ୍କର ଫ୍ୟାମିଲି ମେମ୍ବର ଫ୍ରେଣ୍ଡ ସର୍କଲ ମାନଙ୍କୁ ପାଖକୁ ସେୟାର କରିଦିଅନ୍ତୁ ଯାହାକି ଫଳରେ ସେମାନେ ବୁଝିପାରିବେ ଜାଣିପାରିବେ ଆଉ ଏ ଫାଇଦା ଉଠାଇ ପାରିବେ। ତ ରହୁଛି ଦେଖା ହେବା ଆଉ ଗୋଟେ ଭିଡ଼ିଓରେ। ଜୟ ଜଗନ୍ନାଥ।